ଆଜ୍ଞା ଟିକେ ପରିଚୟ ଦେବେ। ମୋ ନାଁ ସମୀର ଘର ରଣପୁର। ଏ ଯେଉଁ ଗୋଟେ ଘଟଣା ଆପଣଙ୍କ ଗାଁରେ ଗୋଟେ ନରଣପୁରରେ ଗୁଳିକାଣ୍ଡ ଘଟିଛି ସକାଳୁ ସକାଳୁ କ୍ଲବ୍ ଘରେ ଶୋଇଥିଲା ଜଣେ ଲୋକ କ'ଣ ଜାଣିଛନ୍ତି ଆପଣ? ଆକ୍ଚୁଆଲି ଗୋରୁ ଗାଡ଼ି ଚାଲାଣ ହେଉଛି ହଁ ଆମ ଗୋମାରେ ଚାଲାଣ ହେଉଛି ଏଇଟା ହେଲାଣି ବହୁତ ଦିନ ହେଲାଣି ଆମେ ସବୁବେଳେ ଦେଖୁଛୁ। ହଁ ଆମେ ପହରଦିନ ତାକୁ ଅଟକେଇବାକୁ ଟ୍ରାଏ କରିଥିଲୁ ହଁ ସେମାନେ ପୁରା ଗାଡ଼ି ବହୁତ ଏତେ ସ୍ପିଡ଼ ଆଣିଲେ ହଁ ଆମେ ଗୋଟେ ଗାଡ଼ି ଚଢ଼ି ଯାଇଥାନ୍ତା ହଁ ଆମେ ସବୁଠୁ ସାଇଡ଼୍ ହେଇଗଲୁ ହଁ ଆଉ ରହିଲେନି ସେମାନେ ପଳେଇଲେ। ହଁ ଆଜି ସେଇଠି ରହିକି ଗାଡ଼ିଟାକୁ ଅଟକେଇଛୁ। କେଉଁଠିକା ପିଲା ବୋଲି ଆପଣ ଜାଣିଥିଲେ କି ଆଗରୁ? ପିଲା ଜାଣିନି ହୁଁ କିନ୍ତୁ ଗାଡ଼ି ଅଟକିଛି ସେ ବ୍ଲୁ କଲର୍ଟା ଅଛି ଆମର ଗୋଟେ ଗାଡ଼ି ଅଶୋକ ଲାଇଲ୍ୟାଣ୍ଡର ହଁ 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 ସେଇ ଗାଡ଼ିଟା ସେ ଡେଲି ଦୁଇଟା ଗାଡ଼ି ଯାଉଛି ହଁ ହଁ ସେ ଗୋରୁ ଚାଲାଣ ହୁଏ। ଗୋରୁ ଚାଲାଣ କରନ୍ତି। ଆଜ୍ଞା ଆଚ୍ଛା ଆଜି ଅଟକେଇବାରୁ ସେ କାହାକୁ କଲ୍ କରି ଡାକିଛନ୍ତି। ହୁଁ ବୋଲୋରେ 12 ଜଣ ଖଣ୍ଡେ ଲୋକ ହଁ ଆଉ ଗୋଟେ କାରରେ ହୁଁ 5 ଜଣ ଆଉ ଗୋଟେ କାରରେ 5 ଦୁଇଟା କାର୍ ଗୋଟେ ବୋଲୋର ହଁ ଆସିକି ଲାଗିଲା ଆମକୁ ସେମାନେ ବନ୍ଧୁକ ଦେଖିଲି ଗୋଡ଼େଇଲେ। ହଁ ଆମେ ଯେତେବେଳେ ଆସି ଲୁଚିଲୁ ହଁ ସେମାନେ ଆଉ ଜଣଙ୍କୁ ଫାୟାରିଂ କରିଦେଇ ପଳେଇଲେ। ସେ ନିଜ ଲୋକଟା ସେ କିଛି ବି ଜାଣି କ୍ଲବ୍ରେ ଶୋଇଥିଲା। କ୍ଲବ୍ର ସହିତ ତାକୁ ଫାୟାରିଂ କରି ପଳେଇଲେ। ଆଜ୍ଞା କେଉଁ କ୍ଲବ୍ ଘରେ ଫାୟାରିଂ କଲେ? ନରଣପୁର କ୍ଲବ୍ର। ମାନେ କେଇ ଜଣ ଆସିଥିଲେ ଫାୟାରିଂ କରିବା ପାଇଁ? ସେ ଗୋଟେ ବୋଲୋରେ ପୁରା ଫୁଲ୍ ହେଇଥିଲା। ହଁ ବୋଲେରୋ ଫୁଲ୍ ଫାୟାରିଂ କେଇ ଜଣ କଲେ? ଫାୟାରିଂ ଆମେ ଦେଖିନୁ ଜାଗା ଆମେ ନିଜେ ନଥିଲୁ ଜାଗା ଉପରେ। ଏଇ ଜଣେ ଲୋକ ସାଉଣ୍ଡ ଥିଲା ଶୁଣିଛୁ ସାଉଣ୍ଡ ଶୁଣିକି ଆଇଛୁ। ସାଉଣ୍ଡ ଶୁଣିକି ଆସିଲେ। ଆଜ୍ଞା କେଇଟା ଗୁଳି ବାଜିଛି? ଗୋଟେ 5ଟା ବୋଧେ ଉପରକୁ ଉଡ଼େଇଛନ୍ତି। 5ଟା ଉପରକୁ ଗୋଟେ 5ଟା ଗୁଳି ଉପରକୁ ଫଲ୍ସ ଫାୟାରିଂ କରୁଛନ୍ତି କିନ୍ତୁ ଦିହରେ ଲୋକଙ୍କ ଦେହରେ ଗୋଟେ ବାଜିଛି। ଏ ଯେଉଁ ଲୋକର ଘର କେଉଁଠି? ତାଙ୍କର ନଣପୁର। ନରଣପୁର। ଆଜ୍ଞା ଇଏ କ୍ଲବ୍ ଘରେ ଶୋଇଥିଲା ଆଜ୍ଞା ସବୁଦିନ ଶୁଏ ନା କାଲି ଶୋଇଥିଲା? କେତେଟା ସମୟରେ ଘଟଣା ଘଟିଲା? ରାତି 1:30 ବେଳେ। 1:30 ବେଳେ ଘଟିଲା। ଆଜ୍ଞା ଗୋରୁ ଗାଡ଼ି କ'ଣ ମାନେ ରାତି 1:30ରେ ଆସୁଥିଲା? ନାଇଁ ସେ ଆସୁଥିଲା 12ଟା 12:30 ଭିତରେ। 12:30 ଭିତରେ। ଆଜ୍ଞା ଆଗରୁ କିଛି ସେ ଲୋକ ସହିତ ଝାମେଲା ଥିଲା କି? ନାଇଁ 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 କେଉଁ ଲୋକ ଜଣାପଡ଼ିଲାନି କି କିଏ ଫାୟାରିଂ ନାଇଁ କରିଛି? ନାଇଁ ଗାଡ଼ି ଅଛି କି ସେ ଗାଡ଼ି ନମ୍ବର ମୋର କିଛି? ହଁ ଗାଡ଼ି ନମ୍ବର ଅଛି। କି ଗାଡ଼ି? ଗୋଟେ ଅଶୋକ ଲାଇଲ୍ୟାଣ୍ଡର ଗୋଟେ ଆମର ଟାଟା ଏସିର ଯେଉଁ ନୂଆ ମଡ଼େଲଟା। ନୂଆ ମଡ଼େଲଟା।